Welcome to Rajdhani Special News. ଆପଣ ଯଦି ଭଲ କାମ କରିବାର ଅଛି କିଛି ସେବା କରିବାର ଅଛି ଆଗେଇ ଆସି କରନ୍ତୁ କିନ୍ତୁ ଏଭଳି ମିଛ ପ୍ରଲୋଭନ ମିଛ କଥା ମିଛ ଗୋଟେ ପିଲା କିଛି ଦିନ ତଳେ ଡ୍ରେନ ମସଜିଦ କଲୋନୀରେ ପଡ଼ିଯାଇଥିଲେ ବେଲୁନ ଆଣୁ ଆଣୁ ଗଳି ପଡ଼ିଥିଲେ ତାକୁ ନେଇକି ବିଭିନ୍ନ ଲକ୍ଷ୍ମୀ ସାଗର ଅଞ୍ଚଳରେ ବା ଯେଉଁଠି ମିଳିଥିଲା ପିଲାଟି ତାକୁ ନେଇ ବିଭିନ୍ନ ଲକ୍ଷ୍ମୀ ସାଗରର ଉନ୍ନତିମୂଳକ କାର୍ଯ୍ୟକୁ ଯୋଡ଼ି ବିଭିନ୍ନ ମିଥ୍ୟା ଗଣମାଧ୍ୟମ ଯେଉଁଟାକି ଗଣମାଧ୍ୟମ ହେଲା ଆମର ସମ୍ବିଧାନ ଆମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ମୁଁ ଅନୁରୋଧ କରୁଛି ସବୁ ଗଣମାଧ୍ୟମକୁ ଉଚିତ ଅଞ୍ଚଳରୁ ଉଚିତ ନ୍ୟୁଜ୍ ନେଇ ଉଚିତ ସତ୍ୟାସତ ଦେଲେ ଆମେ ଅଞ୍ଚଳବାସୀ ଖୁସି ହେବୁ। ଯେଉଁ ଗଣମାଧ୍ୟମ ଏହାକୁ ମିଥ୍ୟା ଏବଂ ଭୁଲ ନ୍ୟୁଜ୍ ଦେଇଛନ୍ତି ଆମେ ତାକୁ ଦୃଢ଼ ନିନ୍ଦା କରିବା ସହିତ ଆମ ଅଞ୍ଚଳବାସୀ ସମସ୍ତେ ଆମେ ଆଜି ଏକତ୍ରିତ ହେଇଛୁ। ଗୋଟିଏ କଥା ମୁଁ କହିବି ଦେଖନ୍ତୁ ଆମ ସହିତ ତାଙ୍କ ଏଇ ବିରୋଧୀଙ୍କ ସହିତ ଆମର ଏକ ପଡ଼ୋଶୀ ଯିଏ ଦଳର କର୍ପୋରେଟର ସିଏ ମଧ୍ୟ ଯୋଡ଼ି ହେଇ ଯେଉଁଟାକି ସମୂହ କାମ ଯେଉଁଟାରେ ଦଳର ସମ୍ମାନକୁ ବାଧା ଦେଉଛନ୍ତି ସବୁବେଳେ ଦଳର ସହିତ ରହି ଦଳର କର୍ପୋରେଟର ଦଳର ବିଧାୟକଙ୍କୁ ଯେଉଁଭଳି ଭାବରେ 23 ତାରିଖ ଦିନ ଯେଉଁଭଳି ଭାବରେ ମନ୍ତବ୍ୟ ଦେଇଛନ୍ତି ଏହା ଉଚିତ ମନେ କରୁନୁ ଯେ କି ଆମ ଅଞ୍ଚଳବାସୀ ତାଙ୍କୁ ଦୃଢ଼ ନିନ୍ଦା କରୁଛୁ ଯେକୌଣସି ଦଳରେ ଆମେ ଅଛେ କମ୍ ସେ କମ୍ ସେ ଦଳକୁ ସମ୍ମାନ ଦେବା କଥା। ଆମ ଅଞ୍ଚଳବାସୀ ଆମେ ଦଳର ସୁପ୍ରିମୋଙ୍କୁ ଅନୁରୋଧ କରୁଛୁ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ଆମେ ଯେହେତୁ ଆମେ ଗୋଟେ ସେବା କରିବା ମନୋବୃତ୍ତି ହେଉଛି କିଏ କାହାକୁ ଆକ୍ଷେପ କରିବା ଏବଂ ନିଜ ଯଦି ୱାର୍ଡରେ ନିଜେ ଆମେ ସେତିକି କାମ ସେତିକି ସମୟ ଦିଅନ୍ତେ ମୋ ମତରେ ଭଲ ହୁଅନ୍ତା। ଏମିତି ପର ପାଖ ପଡ଼ୋଶୀ ଗ୍ରାମର ଯାଇକି ଉନ୍ନତି କାମରେ ବାଧା ସୃଷ୍ଟି କରିବା ଏହା ଏକ ନିନ୍ଦନୀୟ। ମୋ ନାଁ ଶାଶ୍ୱତୀ ଲେଙ୍କା। କ'ଣ କହିବେ ଲକ୍ଷ୍ମୀ ସାଗରରେ ଯେଉଁଭଳି ବିକାଶ ଚାଲିଛି ଆମେ 2 ବର୍ଷ ଧରି ଦେଖୁଛୁ କିନ୍ତୁ ଗୋଟେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଆସି ତାଙ୍କ ନିଜ ଲୋକଙ୍କୁ ବସେଇ ପ୍ରାୟୋଜିତ ଭାବରେ ଏ ଯେଉଁ କାର୍ଯ୍ୟକ୍ରମ କରିକି କର୍ପୋରେଟର ବିଧାୟକ ପ୍ରତି ଆଙ୍ଗୁଳି ଆକ୍ଷେପ କଲେ କେମିତି ଦେଖୁଛନ୍ତି? ମୁଁ ଯଦି କିଛି ମୋ ମୁହଁରେ କୁହେ ତ ସମସ୍ତେ କହିବେ ଯେ ନିଜ ନାଁରେ ନିଜର ପ୍ରଶଂସା କରୁଛନ୍ତି। ମୋ ପୂର୍ବରୁ ବହୁତ ମୋର ମାଆ ମାନେ ବୟସ୍କ ଲୋକମାନେ ବହୁତ କିଛି କହିସାରିଲେଣି। ଆପଣମାନେ ସେଥିରୁ ମାର୍କ କରିପାରୁଥିବେ ଯେ କେହି ଘୋଷିକି ଆସିନାହାନ୍ତି ବା କାହାକୁ କିଛି ଶିଖାଯାଇନି। ପ୍ରକୃତ ବିକାଶ ଯେଉଁଟା ହେଇଛି ସେଇଟା ଲୋକଙ୍କ ମୁହଁ କମ୍ କହୁଛି ଆଖି ଅଧିକା କହୁଛି। ଯଦି ଆପଣ ଦେଖିପାରିବେ ସମସ୍ତେ କଥା କହିଲା ସମୟରେ ଏତେ ଭାବବିହୁଳ ହେଇଯାଉଛନ୍ତି ସମସ୍ତଙ୍କ ଆଖିରେ ଲୁହ ଆସିଯାଉଛି। ଭର୍ତ୍ତଲେଙ୍କାଙ୍କ ନାଁରେ କେହି ପଦୁଟେ ଖରାପ ଶୁଣିବାକୁ ବି ଏଠି ପ୍ରସ୍ତୁତ ନୁହନ୍ତି। ଆଉ ବିକାଶ ହେଉନି କେମିତି? ବିକାଶ ଯଦି ହେଉନି ଏତେ ମାତ୍ରାରେ ଲୋକ ସ୍ୱ ଇଚ୍ଛାରେ ଆଜି ଆସିଛନ୍ତି କେମିତି ଭାବରେ ଏଠି ଠିଆ ହେଇଛନ୍ତି ଆଉ କାହିଁକି କଥା କହିବାକୁ ନିଜ ଇଚ୍ଛାରେ ଆସୁଛନ୍ତି ଯେ ଆମେ ବାଇଟ୍ ଦେବୁ ଆମେ କହିବୁ। ଗୋଟେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଆସିଲେ ଗୋଟିଏ ଦଳକୁ ରଖିକି ତାଙ୍କର ବାଇଟ୍ ନେଇକି ଲୋକଙ୍କୁ ଦେଖେଇଲେ ଯଦି ଆପଣଙ୍କର ଦେଖେଇବାର ଅଛି ଆପଣ ପ୍ରକୃତ ଗଣମାଧ୍ୟମ ଅଛନ୍ତି ପ୍ରକୃତ ଟା ଜାଣନ୍ତୁ ତର୍ଜମା କରନ୍ତୁ ତାପରେ ଯାଇକି ସୋସିଆଲ ମିଡ଼ିଆରେ ଜଣାନ୍ତୁ। ଲୋକଙ୍କୁ ମିଛ ଜିନିଷ କାହିଁକି ଜଣାଉଛନ୍ତି? ଯେଉଁ ମସଜିଦ କଲୋନୀଟି ଭାସି ଆସିଥିଲା ବି ଦାୟୀ ନୁହନ୍ତି ସିଏ ସେ ଜାଗାରୁ ଭାସିକି ଆସିଥିଲା। ଆପଣଙ୍କର ଯଦି କିଛି ବି ଆଲିଗେସନ୍ ଲଗେଇବାର ଥିଲା ତ ସେ ଜାଗାରେ ଯାଇକି କରିପାରିଥାନ୍ତେ ବିଏମ୍ସିରେ ପଚାରି ପାରିଥାନ୍ତେ କାହିଁକି କାମ ହେଇନି। ମାତ୍ର 2.5 ବର୍ଷ ନିର୍ବାଚନ କର୍ପୋରେସନ ଇଲେକ୍ସନକୁ ମାତ୍ର 2.5 ବର୍ଷ ହେଇଛି। 2.5 ବର୍ଷ ଭିତରେ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ବିଗତ 50 ବର୍ଷ ଆଗରୁ ଯେଉଁ ମଶାଣି ହେଇପାରୁନଥିଲା କେହି ହାତ ମାରିବାକୁ ସାହସ କରୁନଥିଲେ ତାକୁ ଯଦି କିଏ କରିଛି ସିଏ ଆମର ଗ୍ରାମବାସୀଙ୍କ ଭରତ କୁମାର ଲେଙ୍କା ହିଁ କରିଛନ୍ତି। ଆମ ଏରିଆରେ ସ୍ୱାସ୍ଥ୍ୟ କେନ୍ଦ୍ର ହେଇଛି ସମସ୍ତେ ଆଜି ତାହାର ନେଇପାରୁଛନ୍ତି ସୁବିଧା ନେଇପାରୁଛନ୍ତି ସେଇଟା ବି ଆମରି କର୍ପୋରେଟରଙ୍କ ପାଇଁ ହେଇଛି। ଆମ ଛୁଆମାନେ ଯଦି ଆଜି ଗୋଟେ ଇଣ୍ଡୋର ଷ୍ଟାଡିୟମରେ ଇଣ୍ଟରନ୍ୟାସନାଲ ଇଣ୍ଡୋର ଷ୍ଟାଡିୟମରେ ଖେଳି ପାରୁଛନ୍ତି ସେଇଟା ବି ଆମର କର୍ପୋରେଟରଙ୍କ ପାଇଁ ହେଇଛି। ରାସ୍ତାଘାଟଠୁ ଆରମ୍ଭ କରିକି ନାଳ ପର୍ଯ୍ୟନ୍ତ ପୋଖରୀ ପର୍ଯ୍ୟନ୍ତ ସବୁ ଜିନିଷ ସିଏ କରିଛନ୍ତି। ତାହେଲେ ବିକାଶ ହେଇନି କେଉଁଠି ତାହେଲେ ବିକାଶର ଏଇଟା ଯଦି ବିକାଶ ନୁହଁ ତାହେଲେ ବିରୋଧୀ କାହାକୁ ବିକାଶ ବୋଲି କହୁଛନ୍ତି? ଥରେ ଦେଖାନ୍ତୁ କ'ଣ ବିକାଶ ସେମାନେ କରିବାକୁ ଚାହୁଁଛନ୍ତି। ଆମେ ଆପଣଙ୍କୁ ସ୍ୱାଗତ କରୁଛୁ ଆପଣ ବର୍ତ୍ତମାନ ସରକାରରେ ଅଛନ୍ତି କ'ଣ ଆପଣ ବିକାଶ କରିବାକୁ ଚାହୁଁଛନ୍ତି ଲକ୍ଷ୍ମୀ ସାଗରର କରନ୍ତୁ ଆମେ ଆପଣଙ୍କୁ ସହଯୋଗ କରିବୁ।
କରିବୁ କିନ୍ତୁ ଏଇପରି ଭାବରେ ମିଛ ମିଥ୍ୟା ଲୋକଙ୍କ ଆଗରେ କହିକି ନିଜକୁ ଲଜ୍ଜିତ କରନ୍ତୁ ନାହିଁ। ଗ୍ରାମବାସୀ ସମସ୍ତେ ଜାଣିଛନ୍ତି ବିକାଶ କିଏ କରୁଛି, ଲୋକଙ୍କ ମୁଣ୍ଡରେ ଅନ୍ୟଥା କଥା କିଏ ପୁରଉଛି। ଆଉ କିଛି କଥା କହିବି, ଯେଉଁ ଖଳ ପ୍ରକୃତିର କିଛି ଲୋକ ଅଛନ୍ତି ଯିଏ ସେ କି ବାହାର ଗ୍ରାମରୁ ଲୋକ ନେଇକି ଆସୁଛନ୍ତି ଏଇ ଜାଗାରେ ତର୍ଜମା କରିବା ପାଇଁ। କାହିଁ ଆମ ଗ୍ରାମରେ କ'ଣ ଲୋକ ନାହାନ୍ତି? ଆମ ଗ୍ରାମରେ କ'ଣ ମୁରବୀ ନାହାନ୍ତି? ଗୋଟେ ଅଲଗା ଗାଁରୁ ଝାରପଡ଼ାରୁ ସେପଟରୁ ଚିନ୍ତାମଣିଶ୍ୱରରୁ ଲୋକ ନେଇକି ଆସୁଛନ୍ତି ତର୍ଜମା କରିବା ପାଇଁ। ସେମାନେ କିଏ ସେ? ମୁଁ କ୍ୱେଶ୍ଚିନ୍ କରିବି, ସେମାନେ କିଏ ସେ ଆମ ଗ୍ରାମ ଭିତରେ ଆସିକି ଆମ ଲୋକମାନଙ୍କୁ କହିବା ପାଇଁକି? ସେମାନେ କିଏ ସେ ଆମ ଗ୍ରାମରେ ଆସିକି ମୁରବୀ ସ୍ଥାନରେ ବସିବା ପାଇଁକି? ଆମ ଗ୍ରାମରେ ବହୁତ ବୁଦ୍ଧିଜୀବୀ ଅଛନ୍ତି, ବହୁତ ବୟସ୍କ ଲୋକ ଅଛନ୍ତି, ତାଙ୍କୁ ବସାଯାଉ, ତାଙ୍କୁ ପଚରାଯାଉ ବିକାଶ ହେଇଛି ନା ନାହିଁ। ସମସ୍ତେ କହିବେ ବିକାଶ ହେଇଛି, କେବଳ ଯେ ଲକ୍ଷ୍ମୀ ସାଗରର ମାନେ ସାମୂହିକ ବିକାଶ ହେଇନି। ମୋ ପଛରେ ଯେଉଁ ମା' ମାନେ ଅଛନ୍ତି, ଏସ୍ଏଚ୍ଜି ମା' ମାନଙ୍କଠୁ ଆରମ୍ଭ କରିକି ସମସ୍ତଙ୍କର ବିକାଶ ହେଇଛି। ଆମର ଯେଉଁ ଐତିହାସିକ ବଡ଼ ପୋଖରୀ ଅଛି, ଦି ଥର ପଇସା ଆସିଛି। 45 ନମ୍ବର ୱାର୍ଡ଼ର ଯିଏ ଅଛନ୍ତି କର୍ପୋରେଟର, ଏଇ ପୂର୍ବତନ ଲକ୍ଷ୍ମୀ ସାଗର କର୍ପୋରେଟର ମିଶିକି ସମସ୍ତ ପଇସାକୁ ସେ ବାଟରୁ ଅଧା ମାରଣା କରିଦେଇଛନ୍ତି। କିନ୍ତୁ ବର୍ତ୍ତମାନ କାମ ହେଉଛି, ଆଉ ସେ କାମ ବର୍ତ୍ତ କୁମାର ଲେଙ୍କାଙ୍କ ନେତୃତ୍ୱରେ ମୋର ଏସ୍ଏଚ୍ଜି ମା' ମାନେ କରୁଛନ୍ତି। ଆପଣ ଯାଇକି ଭିଜୁଆଲ ବି ନେଇପାରନ୍ତି କେତେ ମାତ୍ରାରେ କାମ ସରିଗଲାଣି। ଆମ କାମ ଆମ ଗାଁ କିପରି ଡେଭଲପ କରିବ, ମୋ ସାଙ୍ଗରେ ଗ୍ରାମବାସୀ ସମସ୍ତେ ଅହରହ ଲାଗିଛନ୍ତି। ଆମେ ଗ୍ରାମକୁ ଡେଭଲପ କରିବୁ। ସେମାନେ କିଛି କୁଚକ୍ରାନ୍ତ କରି ଖଳ ପ୍ରକୃତିର ଲୋକଙ୍କୁ ଧରି ବାହାର ପଡ଼ୋଶୀଙ୍କୁ ଆଣିକି ଯେଉଁ ଭାବୁଛନ୍ତି ଯେ ଲୋକଙ୍କ ମୁଣ୍ଡରେ ଆମେ କିଛି ଭ୍ରାନ୍ତ ଧାରା ଭର୍ତ୍ତି କରିଦେବୁ, ସମ୍ପୂର୍ଣ୍ଣ ଭାବରେ ଏହା ନିନ୍ଦନୀୟ। ଆମ ଲକ୍ଷ୍ମୀସାଗରବାସୀ ଏହାକୁ କେବେ ବି ପ୍ରଶ୍ରୟ ଦେବେ ନାହିଁ। ଧନ୍ୟବାଦ। ସମସ୍ତଙ୍କୁ ମୋର ପ୍ରଥମେ ସଂଗ୍ରାମୀ ଅଭିନନ୍ଦନ, ସମସ୍ତଙ୍କୁ ନମସ୍କାର। ମୁଁ ହେଉଛି ରଞ୍ଜନ କୁମାର ନାୟକ, ମୋ ଘର ହେଉଛି ଲକ୍ଷ୍ମୀସାଗର। ମୋର କହିବାର ଗୋଟେ କଥା ଅଛି, ବିଗତ ଯେଉଁ ମହାପଞ୍ଚ କରିଥିଲେ, ମହାପଞ୍ଚାୟତ ଯେଉଁ କରିଥିଲେ ଅର୍ଗସ୍ ଟିଭି ତରଫରୁ, ଆମର ବିଜେପି ତରଫରୁ ଯେଉଁ କରିଥିଲେ, ସେଥିରେ ଚାରି ଥର ଯେ ମଧ୍ୟମ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ଚାରି ଥର ମଧ୍ୟମ ନିର୍ବାଚନ ମଣ୍ଡଳରୁ ପରାଜୟର ଶିକାର ହୋଇଥିବା ସତ୍ତ୍ୱେ ଗତି କରିବେ। କେମିତି କରିବେ? ଆପଣଙ୍କୁ ଗୋଟିଏ ପ୍ରଶ୍ନ ମୋର, ଆପଣ ଏତେ କଥା କହିଛନ୍ତି, ଗୋଟିଏ ପ୍ରଶ୍ନ, ଆପଣ ଯେଉଁ ବୈରାଗୀ ନଗରରେ ଘର କରିଛନ୍ତି ଆପଣଙ୍କ ବାପାଙ୍କ ନାଁରେ, ବୈରାଗୀ ନଗର ନାଁ ଦେଇଛନ୍ତି, ଆପଣଙ୍କ ବାପାଙ୍କୁ ବୋଧେ ସତ୍ତ୍ୱେ ସେଇଟା ଶୋଭା ପାଉନାହିଁ। କାରଣ ଆପଣ 10 ନମ୍ବର ଡ୍ରେନ୍ ଉପରେ ଆପଣଙ୍କ ଭାଇ ସେଠି ଅଟ୍ଟାଳିକା ଠିଆ କରିଛନ୍ତି, ଯିଏକି ସେ ପ୍ଲଟ୍ ଦେଖେଇକି ଆପଣ କ'ଣ କରିଛନ୍ତି ନା, ମାନେ ସେ ଜମିକି ବିକ୍ରି କରିଛନ୍ତି। ଯଦି ଜମି ବିକ୍ରି କରିଛନ୍ତି, ଗୋଟେ ଜନସାଧାରଣ ଲୋକଟେ ନେଇଛି, ସେ ଗୋଟେ ଗରିବ ଲୋକଟେ ସେ ନେଇଛି, ସେ ଜାଗା ନେଇଛି, ସେ ସେଇ ଯେଉଁ ଜାଗାରେ ଘର କରାଯାଇଛି ସେଠି ଆମର 10 ନମ୍ବର ଡ୍ରେନ୍ 60 ଫୁଟ ପର୍ଯ୍ୟନ୍ତ ହୋଇପାରୁନାହିଁ, ଯାହାକି ଆମ ଅଞ୍ଚଳବାସୀ ଜଳଭଗ୍ନର ଶିକାର ହୋଇଛନ୍ତି। ଯଦି ଗୋଟିଏ କଥା ଆପଣଙ୍କୁ କହୁଛି, ଭାଇ ଦୟାକରି ଆମ ଅଞ୍ଚଳରେ ଆସିକି ଏଭଳି ଭାବରେ ଭାଇଚାରାକୁ ବିଧ୍ୱଂସ କରନ୍ତୁ ନାହିଁ। ଗୋଟିଏ କଥା ରହୁଛି ଆପଣଙ୍କ ପାଇଁ ମୋର, ଦେଖ ନିଜ ଘର ପଛେ ହଜାରେ ଅଳିଆ, ପର ଘରେ ଭଦ୍ର ଲୋକ। ଜୟ ଜଗନ୍ନାଥ।